ଅଠଚାଳିଶ ବିଧାୟକ ବିଜୁ ଜନତା ଦଳ ସଂଗଠିତ ଅଛନ୍ତି। ଆପଣମାନେ ଦେଖୁଥିବେ, ତେଣୁ ଏଠି କିଛି ଅସୁବିଧା ନାହିଁ। ତେଣୁ ନିର୍ବାଚନ ସମୟରେ ଯେହେତୁ ରାଜ୍ୟସଭା ନିର୍ବାଚନ ଶାସକ ଦଳର ନିଶ୍ଚିତ ଭାବରେ ସମସ୍ତଙ୍କର ଗୋଟେ ରହୁଛି ପ୍ରେସର ରହୁଛି, କିନ୍ତୁ କୌଣସି ପ୍ରଭାବ ପଡିବ ନାହିଁ। ଆମେ ସଂଗଠିତ ଅଛୁ, 48 ଯାକ ବିଧାୟକ ପ୍ରାୟ ସମସ୍ତେ ଆମେ ଉପସ୍ଥିତ ଅଛୁ ଏବଂ 48 ବିଧାୟକ ବିଜୁ ଜନତା ଦଳର ସଂଗଠିତ ଅଛନ୍ତି। ନବୀନ ପଟ୍ଟନାୟକ କହିଲେ ଯେ ହର୍ସ ଟ୍ରେଡିଂ ଚାଲିଛି, ତା ସହିତ ଆପଣଙ୍କ ଦଳର କିଛି ନେତା ମଧ୍ୟ ଅନ୍ୟମନସ୍କ ରହୁଛନ୍ତି, ପ୍ରକୃତ ପକ୍ଷେ ଇମ୍ପାକ୍ଟ ରହିପାରିବ ବିଜେପିର ଭୋଟ? ଦେଖନ୍ତୁ, 48 ବିଧାୟକ ବିଜୁ ଜନତା ଦଳ ସଂଗଠିତ ଅଛନ୍ତି। ଆପଣମାନେ ଦେଖୁଥିବେ, ତେଣୁ ଏଠି କିଛି ଅସୁବିଧା ନାହିଁ। ତେଣୁ ନିର୍ବାଚନ ସମୟରେ ଯେହେତୁ ରାଜ୍ୟସଭା ନିର୍ବାଚନ ଶାସକ ଦଳର ନିଶ୍ଚିତ ଭାବରେ ସମସ୍ତଙ୍କର ଗୋଟେ ରହୁଛି ପ୍ରେସର ରହୁଛି, କିନ୍ତୁ କୌଣସି ପ୍ରଭାବ ପଡିବ ନାହିଁ। ଆମେ ସଂଗଠିତ ଅଛୁ, 48 ଯାକ ବିଧାୟକ ସଂଗଠିତ। ପ୍ରେସର ରହୁଛି, ମୁଁ ଭାବୁଛି ନିଶ୍ଚିତ ଭାବରେ କାହାକୁ କେମିତି କଣ ଯଦି କାହା ଯେହେତୁ ଗୋଟେ ନିର୍ବାଚନ ହଉଛି, କାହାକୁ କେମିତି କାହାକୁ କିଏ ସମ୍ପର୍କ ରଖୁଥିବେ, କିନ୍ତୁ କିଛି ଅସୁବିଧା ନାହିଁ। ସମସ୍ତେ ଆମେ ସଂଗଠିତ ଅଛୁ। ବିଜୁ ଜନତା ଦଳର 48 ଯାକ ବିଧାୟକ ପ୍ରାୟ ଏକତ୍ରିତ ଅଛନ୍ତି। ବିଧାୟକ କହୁଥିଲେ ଆମ ପାଖକୁ ବିଜେପି ତରଫରୁ କଲ୍ ଆସୁଛି, ଆପଣଙ୍କୁ ନା ମତେ କିଛି ଆସିନି। ବିଧାନସଭାରେ କଣ ହଉଥିଲା, ଆଜି ଆପଣଙ୍କର ଗୋଟେ ଟ୍ରେନିଂ କ୍ୟାମ୍ପ ଗୋଟେ ହଉଥିଲା। ଯେହେତୁ ଆମେ ନୂତନ କରିକି ବିଧାୟକ ଆସିଛୁ, ପ୍ରଥମ କରି ରାଜ୍ୟସଭା ଭୋଟିଂ ରେ ପାର୍ଟିସିପେଟ କରୁଛୁ, ତେଣୁ ଏଟା ଗୋଟେ ଟ୍ରେନିଂ କ୍ୟାମ୍ପ କରାହଉଥିଲା, କିଭଳି ଭୋଟ ଦିଆହବ ସେଟା ଗୋଟେ। ନବୀନ ନିବାସ ଯିବେ ସବୁ। ହଁ ନିଶ୍ଚୟ, ଏଟା ଏବେ